ମୁଁ ଭାବୁଥିଲି ଏଇ ମହାଶୟ ଜଣକ ବୋଧେ ମୋର ଖାଲି ଶତ୍ରୁ ହେଲେ ତାଙ୍କର ଏ ଝିଅ ମାନେ ଛୋଟ ସାପର ଯେ ବେଶୀ ବିଷ ସେ କଥା ତ ମୁଁ ଭୁଲି ଯାଇଥିଲି। ଇଏ ମହାଶୟ ତ ଫାଷ୍ଟରୁ ମୋର ଶତ୍ରୁ ଥିଲେ ହିଁ ଥିଲେ, ହେଲେ ଯାହା ଲାଗିଲାଣି ତାଙ୍କର ଏ ଝିଅ ମୋର ଶତ୍ରୁ ଲିଷ୍ଟରେ 1 ନମ୍ବରରେ ରହିବ ବୋଧେ। ସକାଳୁ ଠାରୁ ରାତି ପର୍ଯ୍ୟନ୍ତ ମୋହରି ପାଖରେ ରହୁଛି, ମୁଁ ହିଁ ଏକୁଟିଆ ତା କଥା ବୁଝୁଛି। ହେଲେ ବି ତା ଅଜାଙ୍କୁ ଫୋନ କରିକି କହୁଛି ମାମା ମୋ କଥା କିଛି ବୁଝୁନି, ମତେ ଖୁଏଇ ଦଉନି, ଖାଲି ସବୁବେଳେ ମୋବାଇଲ ଚଲାଉଛି। ଆପଣମାନଙ୍କ ଘରେ ବି ଏମିତି ଭୟଙ୍କର ଶତ୍ରୁ ମାନେ ରହୁଛନ୍ତି କି କମେଣ୍ଟରେ ଜଣେଇବେ। ବାଥରୁମ ସଫା ପାଇଁ ଗୋଟେ ବ୍ରଶଟା ଅର୍ଡର କରିଥିଲି, ତାକୁ ଟିକେ ସେଟିଂ କରିକି କାମ ଦାମ ସବୁ ସାରିକି ତାପରେ ପଳେଇ ଆସିଲି ରୋଷେଇ କରିବା ପାଇଁ। ହେଲେ କାମ ସବୁ ସରିଲା ବେଳକୁ ଆଜି ଏତେ ଡେରି ହେଇଗଲାଣି ଯେ ରୋଷେଇ କରିବା ପାଇଁ ଆସି ପହଞ୍ଚିଲା ବେଳକୁ ପୁଣି ଏ ମ୍ୟାଡାମ ଆସିକି ପହଞ୍ଚିଗଲେ। ଆଜି ଦିନ ବେଳା ପଖାଳ ଖାଇବା ପାଇଁ କାଲି ରାତିରୁ ଭାତ ରାନ୍ଧିକି ପଖାଳ କରିଦେଇଥିଲି। ଭାତର ପେଜ ଗାଳିକି ଗରମ ଥିଲା ବେଳେ ଯଦି ମୁଁ ସଙ୍ଗେ ସଙ୍ଗେ ପଖାଳ ବନେଇ ଦିଏ ତାହେଲେ ଏମିତି ଗୋଟେ ଜାଲିଟେ ଘୋଡେଇ ଦିଏ, ତା ଉପରେ ଗୋଟେ ବଡ ଥାଳିଟେ ବି ଘୋଡେଇ ଦିଏ, ଯେମିତି ବାହାରକୁ ଅଧିକ ଫାଙ୍କା ଦେଖାଯାଏନି କିନ୍ତୁ ଭାତରେ ଟିକେ ପବନ ବାଜିବ, ନହେଲେ ଅଧିକ ଗରମ ରହିଲେ ଭାତ ପୁରା ମେଞ୍ଚା ମେଞ୍ଚା ହେଇଯାଏ। ଶାଗ ପୁରା ଫ୍ରେଶ ଥିଲା, ବାଛିବା ପାଇଁ ବେଶୀ ଟାଇମ ଲାଗିଲାନି, ହାଲକା ଟିକେ ବାଛି ବୁଝାକି କାଟିକି ରଖିଦେଇଥିଲି। ତାପରେ ଏ ମ୍ୟାଡାମକୁ ଗାଧେଇକି ଡ୍ରେସ ପିନ୍ଧିବା ପାଇଁ ଦେଇଦେଇକି ପଳେଇ ଆସିଲି। ଆସିକି ଶାଗ ଭାଜିଦେଲି, ତା ପାଇଁ ଆଳୁ ଚଟଣି କରିବା ପାଇଁ ଆଳୁ ବି ସିଝେଇ ଦେଇଥିଲି। ଆଉ ଆଳୁ ଚଟଣିରେ ଜିରା ଗୁଣ୍ଡ ଟିକେ ନ ପଡିଲେ ଜମା ତ ଭଲ ଲାଗେନି, ସାଙ୍ଗେ ସାଙ୍ଗେ ସେଥିପାଇଁ ଟିକେ ଭାଜିକି ଗୁଣ୍ଡ କରିଦେଲି। ଜିରା ଗୁଣ୍ଡ କରିକି ଅଧିକ ଦିନ ରଖିଦେଲେ ତାର ବାସ୍ନା ପଳେଇଯାଏ, ସେଥିପାଇଁ ମୁଁ ସବୁବେଳେ ଅଳ୍ପ ଅଳ୍ପ ବନାଏ, କିନ୍ତୁ ତରକାରୀ ପକେଇଲା ବେଳକୁ ମେଞ୍ଚେ ମେଞ୍ଚେ ପକେଇ ଦିଏ, ସେଥିପାଇଁ ଟିକେ ଜଲ୍ଦି ସରିଯାଏ। ଆଉ ଗୋଟେ ମୋର ଝିଅ ପାଖରେ ରହିଲେ ସେ କିଛି କାମ କରେଇଦେବନି, ସେ ତ କହୁଛି ସବୁ ଛାଡି ଦିଅ ମାମା ମୁଁ ଏକୁଟିଆ କରିଦେବି। ଛୁଆ ମାନେ ଛୋଟବେଳେ କାମ କରିବା ପାଇଁ ହୁକୁରୁ ହୁକୁରୁ ହେବେ, ଆଉ ଯେତେବେଳେ କାମ କରିବା ଟାଇମ ଆସିବ ସେତେବେଳେ କହିଲେ କିଛି ଶୁଣିବେନି। ଯାହା ହଉ ସବୁ ରେଡି ରୁଡା କରିକି ଆମେ ମା ଝିଅ ଖାଇବା ପାଇଁ ପଳେଇ ଆସିଲୁ। ବାବୁଙ୍କର ଆସିଲା ବେଳକୁ ତ ଡେରି ହବ, ସେଥିପାଇଁ ଆମେ 2 ଜଣ ଖାଇଦେଲୁ। ଏଇଠି ମୁଁ ଗୋଟେ ଜିନିଷ ନୋଟିସ କଲି ଯେ ଯେହେତୁ ଭିଡିଓ କରିବା ପାଇଁ ଫୋନଟାକୁ ମୁଁ ଆଗରେ ରଖିଛି, ସେଇଥିପାଇଁ ମ୍ୟାଡାମ ଆଳୁକୁ ଛାଡିକି ଶାଗ ଖାଉଛନ୍ତି କେବଳ ଦେଖେଇବା ପାଇଁ। ଆଉ ଫୋନ ରଖିଦେବା ପରେ ଶାଗ ଜମା ବି ଖାଇଲେନି, ଆଳୁରୁ ଟିକେ ଖାଇଲା, ଖାଲି ଭାତରୁ ମେଞ୍ଚା ଖଣ୍ଡେ ଖାଇକି ପଳେଇଗଲା। ତାପରେ ଖିଆ ପିଆ ସାରିକି ତାକୁ ଶୁଏଇ ଦେବା ପରେ ମୁଁ ପଳେଇ ଆସିଲି କିଛି ଗୋଟେ ରେସିପି ଭିଡିଓ ବନେଇବା ପାଇଁ। ଆଉ ଠିକ ଟାଇମ ବେଳକୁ ବାବୁ ଭୃଷଙ୍ଗ ପତ୍ର ନେଇକି ଆସି ପହଞ୍ଚିଗଲେ। ଏଇଟା ବନେଇଥିଲି ସପୁରୀ ଖଟା। ସତରେ ଖଟାଟା ଏତେ ଟେଷ୍ଟି ହେଇଥିଲା ଯେ ମହାଶୟଙ୍କୁ ଚାଖିବାକୁ ଦେଇଥିଲି। ଚାଖିବେ କଣ, ଚାଖୁ ଚାଖୁ ତ 2 ଜଣ ଯାକ ଆମେ ସେଠି ସବୁ ଖାଇଦେଲୁ, ଭାତରେ ଖାଇବା ପାଇଁ ଜମା ବି ରହିଲାନି।